ଜାତକରେ ରବି ମହାଗ୍ରହ ବା ରବି ମହାଗ୍ରହଙ୍କ ଦଶା ଯଦି ଖରାପ ହୁଏ ତେବେ ଆପଣ ସମାଜରେ ଅନେକ ଜାଗାରେ ନିନ୍ଦିତ ହେବେ। ଉପରିସ୍ଥ କର୍ମଚାରୀମାନେ ଆପଣଙ୍କୁ ବହୁ ଚାପରେ ରଖିବେ ଓ ଧନଜୀବନ କ୍ଷୟକ୍ଷତି ହେବ। ପ୍ରତ୍ୟେକ ଜାଗାରେ ଠକାମିରେ ପଡ଼ିବେ, କାହିଁକି ନା ଆପଣ ହୃଦୟରୁ ଚିନ୍ତା କରି କାମ କରିବେ, ସାମ୍ନାବାଲା ତା'ର ବୁଦ୍ଧି ଲଗାଇ ଆପଣଙ୍କୁ ଠକି ଚାଲିଥିବ। ସେହିପରି ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପର ମଧ୍ୟ ଶିକାର ହେବେ। ଯଦି ଏହା ଆପଣଙ୍କ ଜାତକରେ ଘଟୁଥାଏ ବା ଆପଣଙ୍କ ଜୀବନରେ ଘଟୁଥାଏ ତାହେଲେ କରନ୍ତୁ ଏହି ପ୍ରତିକାର। ପ୍ରତ୍ୟେକ ଦିନ ଗାଧୋଇବା ଆଗରୁ କିଛି ଗୁଡ଼ ଜଳରେ ଭସେଇ ଗାଧାନ୍ତୁ। 7ଟି ରବିବାର 500 ଗ୍ରାମ ଗହମ କୌଣସି ଗରିବକୁ ଦାନ କରିଦିଅ ଓ ରାତ୍ରରେ ରୋଷେଇ ସରିବା ପରେ ଅଗ୍ନିରେ କଞ୍ଚା କ୍ଷୀର ଟିକେ ଦେଇ ଅଗ୍ନି ଲିଭାନ୍ତୁ। ଆଜିର ଆଧୁନିକ ଯୁଗରେ ଆମେ ଗ୍ୟାସରେ ରୋଷେଇ କରୁଛେ, ତେଣୁ ରୋଷେଇ ସାରିବା ପରେ କିଛି କ୍ଷୀର ଉତୁରେଇ ଦିଅନ୍ତୁ। ଦେଖିବେ ରବି ମହାଗ୍ରହଙ୍କର ଶାନ୍ତି ହେବ। ରବି ମହାଗ୍ରହ ଶାନ୍ତି ହେଲେ ଆପଣଙ୍କ ଜୀବନଟି ଉଜ୍ଜଳମୟ ହେବ। ଦେଖୁଥାନ୍ତୁ ମୋର ଏହି ଭିଡ଼ିଓଟିକୁ, ଆଗକୁ ଜାଣିବେ ଚନ୍ଦ୍ର ମହାଗ୍ରହ ଶାନ୍ତି ହେଲେ କ'ଣ ହୁଏ। ସବସ୍କ୍ରାଇବ୍ କରନ୍ତୁ ଚ୍ୟାନେଲଟିକୁ, କମେଣ୍ଟରେ ମତାମତ ମଧ୍ୟ ଦିଅନ୍ତୁ। ନମସ୍କାର।